অভয়বাণী অভয়বাণী অভয়বাণী। ଜୟଗୁରୁ ଜୟଗୁରୁ ଜୟଗୁରୁ। ଶ୍ରୀ ଶ୍ରୀ ଠାକୁର ମହାରାଜଙ୍କର ଅଭୟ ପାଦ ପଦ୍ମରେ ଭକ୍ତିପୂତ ପ୍ରଣତି। ସମସ୍ତ ଗୁରୁ ଭାଇ ମା ଓ ନିଗମ ପ୍ରେମୀ ସମସ୍ତ ସୁଧୀବୃନ୍ଦକୁ ମୋର ଜୟଗୁରୁ ପ୍ରୀତି ପ୍ରଣାମ। ଆଜି ଅଭୟବାଣୀର ଅଭୟ ମୂର୍ଚ୍ଛନା କାର୍ଯ୍ୟକ୍ରମରେ ଶ୍ରୀ ଶ୍ରୀ ଠାକୁର ମହାରାଜଙ୍କର ଶ୍ରୀହସ୍ତ ଲିଖିତ ଅଭୟବାଣୀର ପ୍ରଥମ ଖଣ୍ଡ 25 ନମ୍ବର ବାଣୀ ପାଠ କରିବାକୁ ଯାଉଛି। এই ବାଣୀଟି ସମସ୍ତଙ୍କ ମନ ଭିତରେ ଆଲୋଡ଼ନ ସୃଷ୍ଟି କରେ। ଠାକୁର କହୁଛନ୍ତି, ବତ୍ସ ନିଜକୁ ଯେତେ ବୁଦ୍ଧିମାନ ଓ ପଣ୍ଡିତ ମନେକର ନା କାହିଁକି, କିନ୍ତୁ ଚାବିକାଠି ଶ୍ରୀଗୁରୁଙ୍କ ହାତରେ ଏ କଥା ଭୁଲ ନା। ତାଙ୍କ କୃପାରୁ ଅସମ୍ଭବ ବି ସମ୍ଭବ ହେବା କିଛି ଆଶ୍ଚର୍ଯ୍ୟ ନୁହେଁ। ଏ କଥାଟି ବହୁତ ଜାଗାରେ ଆଲୋଚନା ଏ ବାଣୀଟି ହୁଏ ଯେ କୌଣସି ଜାଗାରେ ଯଦି କୌଣସି ଦ୍ୱିମତ ପ୍ରକାଶ ପାଇଲା ଭଳିଆ କଥା ଆସେ, ସେତେବେଳେ ଭକ୍ତମାନଙ୍କ ଭିତରେ ଏଇ କଥା ଆସେ, କିନ୍ତୁ ତାକୁ ଅନୁଭବ କରିବାଟା ହେଉଛି ସବୁଠୁ ବଡ଼ କଥା। এই কথাটা ଠାକୁର ହାଉଡ଼ାରେ ଥିଲାବେଳେ 22/4/39 ଲେଖିଛନ୍ତି ତାଙ୍କର ଦ୍ୱିତୀୟ ଖଣ୍ଡର 86 ନମ୍ବର ଚିଠିରେ। ଠାକୁର ସେତେବେଳେ ମଧ୍ୟସ୍ଥଳ ପାବନାକୁ ଯାଇଥିଲେ, ଫେରି ଆସିକିରି ଜଣେ ଭକ୍ତଙ୍କର ଖଣ୍ଡ ଦୁଇ ଖଣ୍ଡ ପତ୍ର ଦେଖିଛନ୍ତି। ଦେଖିଲା ପରେ ସେଇ ଚିଠିର ଉତ୍ତର ମାଧ୍ୟମରେ ଠାକୁର ଲେଖିଛନ୍ତି ଯେ ତୁମେ ଯାହା ଉପଲବ୍ଧି କରିଅଛ ତାହା ପ୍ରକୃତ ତୁମେ ସାଧନ ପଥରେ ଶ୍ରୀଗୁରୁଙ୍କର ସାହାଯ୍ୟ ମାତ୍ର ସ୍ୱୀକାର କରୁଥିଲ, କିନ୍ତୁ ତାଙ୍କର କୃପାରୁ ବିନା ସାଧନ ଭଜନରେ ମଧ୍ୟ ଯେ ଭକ୍ତ ସତ୍ୟଲାଭ ଓ ଆତ୍ମଦର୍ଶନ କରିପାରେ ତାହା ତୁମ ମୁହଁର ଶୁଣି ନାହିଁ। ତେଣୁ ଏଥର ଶକ୍ତି ସଞ୍ଚାରର ମାହାତ୍ମ୍ୟ ତୁମ ନିକଟରେ ପ୍ରକାଶିତ ହେଲା। ତେଣୁ ଠାକୁର କହୁଛନ୍ତି ଯେ କିଏ କେତେବେଳେ କେଉଁ କୃପା ପାଉଛି ବା ସାଧନ କିଏ କରିକି ପାଉଛି କିଏ ନ କରି ପାଉଛି, କେବଳ ତାଙ୍କୁ ଭଲ ପାଇ ତାଙ୍କ କାର୍ଯ୍ୟ କରିକିରି ତାଙ୍କର ଯେଉଁ ଜଗତ ହିତକର କାର୍ଯ୍ୟ ଠାକୁର ଦେଇଯାଇଛନ୍ତି ସେଇ କାର୍ଯ୍ୟରେ ଲିପ୍ତ ହୋଇକି ବା ସଙ୍ଗ ସାଧନାରେ ଯେଉଁ ସବୁ ଠାକୁର କହିଛନ୍ତି ତୁମମାନେ ଏଇ ଜଗତର କର୍ମ କରିଯାଅ, ମୁଁ ତୁମର ପର ଜଗତର ବା ସେଇ ଜଗତର ଭାର ମୁଁ ନେଲି। ତା ଅର୍ଥ କ'ଣ? ଏଇ ଜଗତର କାର୍ଯ୍ୟ କରିବା ମାନେ ଆମେ ଯେଉଁ ଦାୟିତ୍ୱ ନେଲା ପରେ ଆମେ ସେ ଆମର ସଂସ୍କାରଟାକୁ ସେଠି ଆମେ ପୁରେଇ ଦେଉଛୁ ଯେ ଠାକୁର କ'ଣ ଯେତେଟା କାର୍ଯ୍ୟ ଆମେ ସ୍ଥୂଳ ଭାବରେ କରୁନା କାହିଁକି, ସଂଘ ହେଉ ସମ୍ମିଳନୀ ହେଉ ଯାହା ହେଉ, କିନ୍ତୁ ଧାରାବାହିକ ଭାବରେ ଠାକୁରଙ୍କ ବିଧି ବିଧାନ ଅନୁସାରେ ହେବା ଆବଶ୍ୟକତା ଅଛି। ତା ଭିତରେ ଯଦି ଆମେ କିଛି ନୂଆ ନୂଆ କଥା ପୁରେଇବା ବା ତାକୁ ଯୋଗ କରିକି କାର୍ଯ୍ୟକ୍ରମ କରିବାକୁ ଚାହିଁବା, ସେଥିରେ ଆମର ମନମାନିଟା ଚାହୁଛି ବୋଲି ପଶିଯାଉଛି। ସେଇଠି ଏଇ ବାଣୀଟି ହେଉଛି ସତର୍କ ବାଣୀ ଆମକୁ ଯେ ଯେତେ ଆମେ ଯେତେ ବୁଦ୍ଧିମାନ ବା ଆମେ କ'ଣ ଗୁରୁଙ୍କ ଠାରୁ ଅଧିକା ବୁଦ୍ଧିମାନ, ଯେତେ ସିଏ କେଉଁ ସେ ଉଦ୍ଦେଶ୍ୟରେ କହିଥିଲେ ନାଇଁ ସଙ୍ଗ କଲାବେଳେ ଏଇ ଜିନିଷ କରିବ, ସମ୍ମିଳନୀରେ ଏଇ ଜିନିଷ କରାଯିବ, କିନ୍ତୁ ଆମେ ତାକୁ କରୁଛେ କିନ୍ତୁ ତା ସହିତ ଆଉ କିଛି ତା ସାଙ୍ଗରେ ଯୋଗ କରିଦେଉଛେ। ତେଣୁ ଆମେ ଭାବୁଛେ କ'ଣ, ଆମେ ସାଂସାରିକ ଦୃଷ୍ଟିରୁ ବା ଇଏ ହିସାବରେ ଆମେ କହୁଛେ ହଁ କଲେ ଅସୁବିଧା କ'ଣ ଅଛି, ହଉ ଏଇଟା କିଛି ତ ଖରାପ କଥା ନୁହଁ, କିନ୍ତୁ ନା ନିର୍ଦ୍ଧାରିତ ଭାବରେ ଠାକୁର ଯାହା କହିଛନ୍ତି, ଯାହା ତାଙ୍କର ନିର୍ଦ୍ଦେଶ ଅଛି, ଯେଉଁ ପଥରେ ପରିଚାଳିତ ହେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ଆମେ ସେଇ ପଥରେ ପରିଚାଳିତ ହେବା। ଏଇଟା ହେଉଛି ସ୍ଥୂଳ କ୍ରିୟା ବିଷୟରେ। କିନ୍ତୁ ଯୋଗ ସାଧନ ବା ଯେଉଁମାନେ ସବୁ ଯୋଗ ସାଧନା କରୁଛନ୍ତି ବା ତନ୍ତ୍ର ସାଧନା କରୁଛନ୍ତି, ଠାକୁରଙ୍କର ବିଭିନ୍ନ ପୁସ୍ତକ ପଢ଼ିକି ଯେଉଁ ସାଧନା କରୁଛନ୍ତି, ସେଥିରେ ତ ଟିକିଏ ବିନ୍ଦୁଏ ମାତ୍ର ବି ଭୁଲ ଅଗଲବଲ ହେବା ଉଚିତ ନୁହଁ, ହେଲେ ତାର ଫଳ କେବେ ମିଳିବ ନାହିଁ। ସେଥିପାଇଁ ଠାକୁର କହୁଛନ୍ତି ଯେଉଁମାନେ ତୁମେ ନିଜେ ନିଜେ ନିଜକୁ ମାନେ ବଡ଼ ଭାବିକିରି ଚିନ୍ତା କରି କହୁଛୁ ଯେ ଆମେ ହଁ କରି ଚାଲିଯିବୁ, ସେଇଠି ଏଇ ସତର୍କ ଠାକୁର କରିଛନ୍ତି ଯେ ତୁମମାନେ ଯେତେ ପଣ୍ଡିତ ବା ଜ୍ଞାନୀ ନିଜକୁ ମନେ କର, କିନ୍ତୁ ଚାବିକାଠି ମାନେ କ'ଣ ଯେ ପ୍ରକୃତ ତାଙ୍କର କୃପା, ଚାବିକାଠି ଅର୍ଥାତ୍ ତାଙ୍କର କୃପା ନହେଲେ କିଛି ହେଇପାରିବ ନାହିଁ। ଆମେ ସବୁ ପ୍ରକାର ଆୟୋଜନ କରୁଥିବା, ପ୍ରକୃତି ଆମକୁ ସହଯୋଗ କରିବନି। ଆମେ କୌଣସି ଗୋଟେ ବ୍ୟବସ୍ଥା କରୁଥିବା, ତା ଦେହରେ ବାତ୍ୟା ପବନ ଆସି ସୃଷ୍ଟି ହେବ, ସେଥିରେ ବିଘ୍ନ ସୃଷ୍ଟି ହେଇଯିବ। କିନ୍ତୁ ତାଙ୍କ କୃପା ହେଲେ ଯଦି ବାତ୍ୟା ପବନ ଆସୁଛି ସେ ଦୂରେଇ ପଳେଇବ। ତେଣୁ ସେଇ କଥା ଠାକୁର କହୁଛନ୍ତି ଅସମ୍ଭବ ବି ସମ୍ଭବ ହେବା କିଛି ମାତ୍ର ବିଚିତ୍ର ନୁହଁ। ଜଣେ ରୋଗ ଶଯ୍ୟାରେ ପଡ଼ିଛି, ମୃତ୍ୟୁ ସହିତ ସଂଗ୍ରାମ କରୁଛି, କିନ୍ତୁ କିଛି ଦିନ ପରେ ଦେଖାଯାଉଛି ସେ ପୁଣି ସେ ଶଯ୍ୟାରେ ଉଠିକିରି ଆସି ଯାଉଛି। ତା'ମାନେ କ'ଣ, ଗୁରୁଙ୍କର କୃପା ସେଠି ହେଲା, ସେଠି ତାର ମୃତ୍ୟୁଯୋଗ ଥିଲେ ବି ତାଙ୍କ କୃପାରୁ ସେ ଉଦ୍ଧାର ପାଇଲା। ତେଣୁ ଆମେ ସବୁବେଳେ ଚେଷ୍ଟା କରିବା ସେଇ ଜିନିଷକୁ ଅନୁଭବ କରିବାକୁ ଯେ ପ୍ରକୃତରେ ଗୁରୁଙ୍କ କୃପା କ'ଣ ଅଛି, ଯେ ଆମେ ଆଉ ଅଧିକ ଅଗ୍ରସର ନ ହେଇକି ଆମେ ସବୁବେଳେ ଆତ୍ମସମର୍ପଣ କରିବା ଯେ ଠାକୁର ଆମେ
ଆପଣଙ୍କର ପଥରେ ବା ଆପଣଙ୍କ ନିର୍ଦ୍ଦେଶିତ କାର୍ଯ୍ୟ କରିଚାଲିଛୁ, ଆପଣଙ୍କ କୃପା ହେଉ, ଆପଣଙ୍କର କଥାରୁ ବାହାରି ନ ଯାଉ। ଏଇଟା ହେଉଛି ଉଦ୍ଦେଶ୍ୟ, ମୁଖ୍ୟ ଉଦ୍ଦେଶ୍ୟ এই କଥା। ଠାକୁର ସେଥିପାଇଁ ସେଇ ଚିଠି ମାଧ୍ୟମରେ ଜଣାଇଛନ୍ତି ତାଙ୍କୁ ଯେ ତମେ ଯେଉଁ ଭାବିଛ ଯେ ଏତେ ଶୀଘ୍ର ପାଇଯିବ, ତମେ ଏଇଟା କରିଦେଲେ ଏହା ହେଇଯିବ, ସେଥିପାଇଁ ଠାକୁର କହିଛନ୍ତି ଏବେ ବି ସମୟ ହୋଇନାହିଁ। ତେଣୁ ଶ୍ୱାସ ବନ୍ଦ ହେବାକୁ କଷ୍ଟ ଅନୁଭବ କରିଅଛ। ମାନେ ଏଇଟା ଯୋଗ ପ୍ରଣାଳୀର କଥାଟା ସେ ବୋଧେ ଲେଖିଛନ୍ତି ଭାବୁଛି, ତାଙ୍କର କ'ଣ ବୋଧେ ସେ ସାଧନା କରୁଥିଲେ ସେଇ ବିଷୟରେ ଠାକୁର କହୁଛନ୍ତି ତାଙ୍କୁ ଯେ ତୁମର ଏବେ ବି ସୁଦ୍ଧା ସମୟ ହେଇନି, ତୁମେ ଏଇ ଯେଉଁ ଶ୍ୱାସ ବନ୍ଦ କଲାଟା ତୁମକୁ କଷ୍ଟ ହେଉଛି, ମାନେ ତୁମ ସାଧନା କ୍ଷେତ୍ରରେ ସେ ଠାକୁର ବୋଧେ ଏଇଟା ବୁଝେଇଛନ୍ତି ତାଙ୍କୁ, ନତୁବା ଏଇଥର ହିଁ ଆତ୍ମଦର୍ଶନ ହୋଇଯାଇଥାନ୍ତା। ତେଣୁ ସେ ବୋଧେ ଭାବୁଛି ଯେ ଯୋଗ ସାଧନାର ବୋଧେ ଏଇ କାର୍ଯ୍ୟ ସେ ଭକ୍ତ କରୁଥିଲେ ବା ଭାଇ କରୁଥିଲେ, ଯେଉଁଥରକ ତାଙ୍କର କିଛି ବିଘ୍ନ ହୋଇଛି, ଯେଉଁଥିପାଇଁ ଠାକୁରଙ୍କୁ ସେ ଜଣାଇଛନ୍ତି। ଠାକୁର ସେ କଥା କହୁଛନ୍ତି ଯେ ପ୍ରାଣଭରା ବିଶ୍ୱାସ ଓ ଅକୁଳ ଆକାଂକ୍ଷା ନେଇ ଅପେକ୍ଷା କର ଏବଂ ଯଥାସାଧ୍ୟ ସାଧନ ଭୋଜନ କରୁଥାଅ, ସମୟରେ ଆତ୍ମଦର୍ଶନ ହୋଇଯିବ। ଠାକୁର ତ ସେଥିପାଇଁ ଚାରିଟାଙ୍କ ମାର୍ଗ ଦେଖାଇ ଦେଇଛନ୍ତି। ଯିଏ ଯେଉଁ ମାର୍ଗରେ ଯିବ ସବୁଠୁ ଭଲ ମାନେ ମାର୍ଗ ହେଉଛି ଆମର ଭକ୍ତି ଯୋଗ ବା ପ୍ରେମ, ଠାକୁରଙ୍କୁ ଭଲ ପାଇବା। କିନ୍ତୁ କିଛି ବି ଭକ୍ତ ସେତେବେଳେ ଥିଲେ ଯେଉଁମାନେ କି ନିଷ୍ଠାପର ଭାବରେ ସାଧୁ ସନ୍ନ୍ୟାସୀ ଥିଲେ ବା ଯେଉଁ ସବୁମାନେ ଆମର ଇଏମାନେ ଥିଲେ, ଯେଉଁ ଭାଇମାନେ ବି ଥିଲେ ବହୁତ, ଯେଉଁମାନେ କି ଠାକୁରଙ୍କ ଠାରୁ ମନ୍ତ୍ର ନେଇ ସାଧନା ମଧ୍ୟ କରୁଥିଲେ। ସେଇ ସବୁ ବିଷୟରେ ଠାକୁର ତାଙ୍କୁ ସବୁ ଉପଦେଶ ଦେଇଛନ୍ତି। ଆଉ ସେଇଥିପାଇଁ ତା ସହିତ ସତର୍କ ସୂଚନା ମଧ୍ୟ ଦେଇଛନ୍ତି ଯେ ନିଜକୁ ଯେତେ ବୁଦ୍ଧିମାନ ଓ ପଣ୍ଡିତ ମନେ କରନ୍ତି, କିନ୍ତୁ ଚାବିକାଠି ଶ୍ରୀଗୁରୁଙ୍କ ହାତରେ, ଏକଥା ଭୁଲ ନା। ତେଣୁ ଏଇ ବାଣୀଟା ଖାଲି ସାଧନ କ୍ଷେତ୍ରରେ ନୁହେଁ, ଆମ ଜୀବନ କ୍ଷେତ୍ରରେ ମଧ୍ୟ ସେୟା। ଜୀବନ କ୍ଷେତ୍ରରେ ମଧ୍ୟ ଆମେ ଲକ୍ଷ୍ୟ ରଖିବା ଯେ ଆମେ ଯଦି ଠାକୁରଙ୍କ ପାଖରେ ଗୋଟେ ଆମର ବୈଷୟିକ କାର୍ଯ୍ୟ ହେଉ ବା ଯେକୌଣସି କାର୍ଯ୍ୟ ହେଉ, ଆମେ ଠାକୁରଙ୍କ ପାଖରେ ଆମେ ଠାକୁର କହିଲେ ଯେ ତୁମେ ପରିବାରର ମୁଖ୍ୟ ମୋତେ ଭାବିବ, ପରିବାର ତୁମେ ଯାହା ଯେତେବେଳେ କରୁଛ ତୁମର ପରିବାରଟା ଟୋଟାଲ୍ ଠାକୁରଙ୍କର ବା ଠାକୁରଙ୍କ ଘରେ ଆମେ ଅଛୁ, ଏଇ ଭାବନା ଯଦି ଆମେ ରହିବା, ତାପରେ ଆମର ଘଟଣା ଅଘଟଣା ଯାହାକି ଯଦି ଘଟୁଛି ଭଲମନ୍ଦ ହେଉଛି ତା ତାଙ୍କ ନିର୍ଦ୍ଦେଶରେ ହିଁ ହେଉଛି। ତେଣୁ ଆମେ ସେଠି ଆଉ ବ୍ୟସ୍ତ ହୋଇପଡ଼ିଲେ ହେବନି ଯେ ମୋର କାହିଁକି ଏଇଟା ହେଲାନି, ମୁଁ ଏଇଟା ଏମିତି କରିଦେଲି ବୋଲିକି ମୋର ଏମିତି ହେଇଗଲା, ସେ କଥା ନୁହଁ। ଯେ ଯଦି ବା କିଛି ଅଘଟଣ ଘଟିଲା ବା ଘଟଣା ମାନେ ଭଲ ହେଲା କି ମନ୍ଦ ହେଲା, ଭଲ ହେଲେ ଏତେ ମାନେ ଆନନ୍ଦିତ ହେବାର ନାହିଁ ବା ଖରାପ ହେଲେ ଏତେ ଭାଙ୍ଗି ପଡ଼ିବାର ନାହିଁ, କାରଣ ଠାକୁର ମୋର ଅଛନ୍ତି, ତାଙ୍କ ଆଦେଶ ଉପଦେଶରେ ମୁଁ କାର୍ଯ୍ୟ କରି ଚାଲିବି। ଏଇ ସତର୍କ ବାଣୀ ମଧ୍ୟ ସବୁବେଳେ ମନ ଭିତରେ ରଖିବି ଯେ ଅସମ୍ଭବ ବି ସମ୍ଭବ ହେବା କିଛି ମାତ୍ର ବିଚିତ୍ର ନୁହଁ। ତେଣୁ ସିଏ ଚାହିଁଲେ ସବୁ ଜିନିଷ ପରିବର୍ତ୍ତନ ହୋଇପାରିବ, ସେ ଚାହିଁଲେ କୃପା କଲେ, ତାଙ୍କର କୃପା ଆକର୍ଷଣ ପାଇଁ ଆମେ ପାଇପାରିଲେ ଆମେ ନିଶ୍ଚୟ ଅସମ୍ଭବ କାର୍ଯ୍ୟକୁ ସମ୍ଭବ ହେବାର ଦେଖିପାରିବା। ତେଣୁ ଏହି ବାଣୀ ମାଧ୍ୟମରେ ଠାକୁର କହୁଛନ୍ତି ଯେ ସମସ୍ତେ ଆମେ ସତର୍କ ହୋଇ ରହିବା, ଆଉ କେବେ ବି ନିଜର ବ୍ୟକ୍ତିତ୍ୱକୁ ପରିପ୍ରକାଶ କରି ଯେ ଆତ୍ମବଡ଼ିବା, ମାନେ ମୂଳ କଥା ହେଉଛି ଆତ୍ମବଡ଼ିବା, ନିଜର ଅହଂତକୁ ସେଠି ଆମେ ଜଳାଞ୍ଜଳି ଦେବା ଗୁରୁଙ୍କ ପାଦରେ। ଏଇ ବାଣୀର ଉଦ୍ଦେଶ୍ୟ ହେଉଛି ଏଇଟା ଯେ ଯେତେ ଯାହା ଯିଏ ଆମେ କରୁ ସବୁବେଳେ ମନେ ରଖିବା ଯେ ଚାବିକାଠି ମାନେ ମୂଳ ଜିନିଷଟା ଯେଉଁଟାକି ତାଙ୍କ କୃପା ନହେଲେ କିଛି ହେଇପାରିବ ନାହିଁ। ତେଣୁ ଆମେ ସବୁବେଳେ ଯେମିତି ଆଶା କରିବା ଯେ ଠାକୁରଙ୍କର ଆଦେଶ ଉପଦେଶରେ ଆମେ ପରିଚାଳିତ ହେବା, ଆଉ ତାଙ୍କ କୃପା ଲାଭ କରି ତାଙ୍କର ସୁପୁତ୍ର ହିସାବରେ ବା ଜଣେ ସୁସେବକ ଭାବରେ ତାଙ୍କର କାର୍ଯ୍ୟ କରି ତାଙ୍କର ଏଇ ଜଗତର କାର୍ଯ୍ୟରେ ସହାୟକ ହୋଇ ତାଙ୍କୁ ଆନନ୍ଦ ପ୍ରଦାନ କରିବା, ଆଉ ତାଙ୍କଠାରୁ ଆମେ କୃପା ଆକର୍ଷଣ କରି ଜୀବନ ବିତେଇବା। ଜୟ ଗୁରୁ, ଜୟ ଗୁରୁ, ଜୟ